ମାଲକାନଗିରି ଜିଲ୍ଲାରେ ବନ୍ୟା ପରିସ୍ଥିତିରେ ସୁଧାର ଆସିଛି। ଗତକାଲିଠାରୁ ବର୍ଷା କମିଯିବା ହେତୁ ସୁଧାରର ଏକ ମୁଖ୍ୟ କାରଣ। ତେବେ ସମ୍ପୂର୍ଣ୍ଣ ବିଭିନ୍ନ ପୋଲରୁ ପାଣି ଖସି ଯାଇଛି ସତ କଥା, କିନ୍ତୁ ପଟରୁ ପୋଲ ଉପରେ ପାଣି ପ୍ରବାହିତ ହେବାରୁ ବ୍ରିଜଟି ଆଂଶିକ ପ୍ରଭାବ ହୋଇଛି। ବ୍ରିଜର ଉପର ଅଂଶ ଯେଉଁ ୱେରିଂ କୋଡ଼ଟି ଥାଏ ସେ କୋଡ଼ଟି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି। ବର୍ତ୍ତମାନ ଆପଣ ଦେଖୁଥିବେ କିପରି ସେ ୱେରିଂ କୋଡ଼ଟାକୁ ଜେସିବି ମାଧ୍ୟମରେ କଢ଼ାଯାଇ ନଷ୍ଟ ହୋଇଥିବା ୱେରିଂ କୋଡ଼ଟାକୁ ନଦୀ ଭିତରେ ଠେଲା ଯାଉଛି, ଯାହାଫଳରେ ଆଉ କିଛି ସମୟ ମଧ୍ୟରେ ଯାତାୟାତ ସ୍ୱାଭାବିକ ହୋଇପାରିବ। ତେବେ ଏଇ ଯେଉଁ ପୋଲଟି କ୍ଷୟକ୍ଷତି ହୋଇଛି, ଯାହାଫଳରେ ଯାତ୍ରୀ ଦୁଇ କଡ଼ରେ ଅଟକିଛନ୍ତି, ଦେଖିବା ସେ ଏବେ ସେମାନେ କିପରି ଆଶ୍ୱସ୍ତି ଅନୁଭବ କରୁଛନ୍ତି ଆଉ କ'ଣ ଯାତାୟାତର ଅସୁବିଧା ଅନୁଭବ। ଅଧଘଣ୍ଟା ହେଲେ ରହିଲି ଆମର ପୋଲ ଉପରେ ପଟରୁ ପୋଲ ଉପରେ ପାଣି ଆସିବାରୁ ସେ ଆମର ବ୍ରିଜ ସେ ଇଏଟା ଉଠିଗଲା। ଉଠିଯିବା ପରେ ଆମର ଯାତାୟାତ ସବୁ ଠପ ହୋଇଗଲା। ଏବେ ପୁରା ମୁଖ୍ୟ ରାସ୍ତା ପୁରା ଅଟକିଗଲା। ଏବେ ଜେସିବି ଆଣିକିରି କାମ ଚାଲିଛି। ସରାଇଲା ପରେ ତାପରେ ଗାଡ଼ି ଯାତାୟାତ କରିବ। ଆଉ କାଙ୍କରକୋଣ୍ଡା ପାଣି ଉପରେ ପୋଲ ଉପରେ ମଧ୍ୟ ବହୁତ ପାଣି ଅଛି। ଏବେ ଯାଏ ମଧ୍ୟ ଆମର ଜାତୀୟ ପଥ ଆମର ଗାଡ଼ି ଯାତାୟାତ ପୁରା ଠପ ହୋଇଯାଇଛି। ତେବେ ଦେଖିବାକୁ ଗଲେ ମାଲକାନଗିରିରୁ କାଲିମେଳା ସେବେଣ୍ଡ ଯାତାୟାତ ସଠିକ୍ ଭାବରେ କରିହେବନି, କାହିଁକି ବର୍ତ୍ତମାନ କାଙ୍ଗୁରକୋଣ୍ଡା ପୋଲ ନିକଟରେ ଫୁଟେ ପାଣି ଏବେ ବି ପ୍ରଭାବିତ ହେଉଛନ୍ତି। ମୁଁ ଏବେ 10 ମିନିଟ୍ ହେଲା ପହଞ୍ଚିଲି। ଆଉ ଦେଖୁଛି ବ୍ରିଜଟାର ୱେରିଂ କୋଡ଼ଟା ଉଠିଗଲା। ଆମର ଡିପାର୍ଟମେଣ୍ଟ ବାଲା ଆସି କାମ କରୁଛନ୍ତି, ହେଲେ ଲୋକଙ୍କୁ ଅସୁବିଧା ହେଉଛି। ମେନ୍ କଥା ହେଉଛି ଯେଉଁ ବ୍ରିଜଟା ସାଙ୍ଗସନ୍ ହେଇଛି, ନୂଆ ବ୍ରିଜଟା ଜଲ୍ଦି କମ୍ପ୍ଲିଟ୍ ହେଲେ ଲୋକଙ୍କ ଅସୁବିଧା ସେଇଟା ଆଉ ପ୍ରୋବ୍ଲେମ୍ ହେଇନଥାନ୍ତା। ହେଲେ ଚାଲିଛି କାମ, ହେଲେ ଟିକେ ତୁରନ୍ତ କରେଇଲେ ସେଇଟା ଲୋକଙ୍କ ପାଇଁ ସୁବିଧା ହେବ। କୋର୍ଟରୁ ଏବେ ବର୍ତ୍ତମାନ ବାହାରିଲେ କେଉଁଠି? ମୋ ଘର ଏ ପାଖରେ ଏକା, ମୋର କାମ ଥିଲା, ମୋର ଗୋଟେ ସିଆଡ଼େ ଯାଉଛି କାମ ଥିଲା ସିଆଡ଼େ, କାମ ଚାଲିଛି, ୱେଟ୍ କରୁଛୁ ଆଉ। ତେବେ ଅପେକ୍ଷା କରିଛନ୍ତି ନିଜ ଗନ୍ତବ୍ୟସ୍ଥଳକୁ ଯିବା ପାଇଁ। କେଉଁଠିକି ଯିବେ? ମାଲକାନଗିରି ଯିବେ। ଆଚ୍ଛା, ଏଠି ଆପଣ ସ୍ଥାନୀୟ ଲୋକ ଚାଷବାସ କରୁଛନ୍ତି କି? ଚାଷବାସ ଜମି ତ ସବୁ ବୁଡ଼ିଗଲା ଏବେ ପାଣିରେ। ବର୍ତ୍ତମାନ ଚାଷ ଜମି ପାଣି ବୁଡ଼ିକି ରହିଛି। ପାଣି କମିନି ଟୋଟାଲି? ନା, ଟୋଟାଲ କମିନି। ତେବେ କିଛି ସ୍ଥାନୀୟ ଲୋକ କହିବା ଅନୁସାରେ ତାଙ୍କର ଚାଷ ଜମିରେ ବର୍ତ୍ତମାନ ସୁଦ୍ଧା ପାଣି ଠିଆ ହୋଇଛି, ଯାହାଫଳରେ ଫସଲ ନଷ୍ଟ ହେବାକୁ ବସିଲାଣି। ତେବେ କିନ୍ତୁ କହିବାକୁ ଦେଖିବାକୁ ଗଲେ ବର୍ତ୍ତମାନ ଏଇ ପଟରୁ ପୋଲ ଅସୁବିଧା ଯୋଗାଇଥିବା ହେତୁ ବର୍ତ୍ତମାନ ଆନ୍ଧ୍ରପ୍ରଦେଶ ବା ତେଲେଙ୍ଗାନା କୌଣସି ସଂଯୋଗ ହୋଇପାରୁନି। ତେବେ କାଙ୍ଗୁରକୋଣ୍ଡା ବି ଏହାର ବି ବାଧ୍ୟ ସାଜିଛି ପୋଲଟି। ଗତକାଲିଠାରୁ ଦେଖିବାକୁ ଗଲେ 326 ରାଜପଥ ସମ୍ପୂର୍ଣ୍ଣ ବନ୍ଦ ରହିଥିଲା। ସମସ୍ତ ବିଭିନ୍ନ ପୋଲ ଉପରେ ପାଣି ଯାଉଥିଲା। ଯଦି ପାଙ୍ଗାମ କଥା କହିବା କିମ୍ବା ଏଠି ପଟରୁ କଥା କହିବା, ଆଗକୁ କାଙ୍ଗୁରକୋଣ୍ଡା କଥା କହିବା, କି MB90 କି MB96 ବା କନ୍ୟାଶ୍ରମ ଉପରେ ସମସ୍ତ ପୋଲ ଉପରେ ପାଣି ଯାଉଥିଲା। ବର୍ତ୍ତମାନ କିନ୍ତୁ ସବୁଗୁଡ଼ିକ ପୋଲରୁ ପାଣି ଖସି ଯାଇଛି, କେବଳ ଗୋଟିଏ କାଙ୍ଗୁରକୋଣ୍ଡା ପୋଲ ଉପରେ ହିଁ ପାଣି ଯାଉଛି, ଯାହାଫଳରେ ଯାତାୟାତ ଅସୁବିଧା ସୃଷ୍ଟି ହୋଇଛି। କିନ୍ତୁ ଯାହାକି ଆଶ୍ୱସ୍ତି ବିଷୟ, ବର୍ତ୍ତମାନ ବି ବର୍ଷା ସାମାନ୍ୟ ଝିପିଝିପି ହେଉଛି ସତ, କିନ୍ତୁ ସେଇ ଲଗାଣ ବର୍ଷା ଗତକାଲି ଭଳିଆ ଲଗାଣ ବର୍ଷା ନାହିଁ, ଯାହାଫଳରେ କାଙ୍ଗୁରକୋଣ୍ଡା ବି ଅଳ୍ପ ସମୟରେ ପାଣି ଖସିଯିବ ଆଶା କରାଯାଉଛି।